আজি ওড়িয়া জাতি রাস্তা উপরে বসিছি। ওড়িশারে ওড়িয়া হাତରେ କ'ଣ ଅଛି? ମୁଁ ବାରମ୍ବାର ଗୋଟିଏ ପ୍ରଶ୍ନ କହେ, ଓଡ଼ିଶାରେ ଓଡ଼ିଆଙ୍କ ହାତରେ କୌଣସି ଆର୍ଥିକ ବ୍ୟବସ୍ଥା ନାହିଁ। ଆପଣ ଜାଣନ୍ତି ଓଡ଼ିଶାରେ ଶହ ଶହ ଖଣି ଏବଂ ଓଡ଼ିଆଙ୍କ ହାତରେ ଦୁଇଟି ତିନିଟି ଛାଡ଼ିଦେଲେ ଅନ୍ୟ ଖଣି ନାହିଁ। ଓଡ଼ିଶାରେ ଶହ ଶହ ଶିଳ୍ପ, ଓଡ଼ିଆଙ୍କ ହାତରେ ଶିଳ୍ପ ନାହିଁ। ଓଡ଼ିଆଙ୍କ ହାତରେ ଜାହାଜ ନାହିଁ, ପାଣି ନାହିଁ, କିଛି ନାହିଁ। ଓଡ଼ିଆ ଜାତି ଆଜି ଅତି ବିପର୍ଯ୍ୟସ୍ତ ବ୍ୟବସ୍ଥାରେ। ଆପଣ ବାଣୀବିହାର ଛକରୁ ଚାଲି ଯାଆନ୍ତୁ, ଯେକୌଣସି ଯେତେ ବାଟ ଚାଲି ଯାଇପାରିବେ, ଆପଣ ଗୋଟିଏ ବଡ଼ ଦୋକାନ ପାଇବେନି। ଓଡ଼ିଆ ଜାତି କହିଲେ, ତାର ଆର୍ଥିକ ବ୍ୟବସ୍ଥା କହିଲେ ସାଧାରଣ ଭାବରେ ଠିକାଦାରଙ୍କୁ ହିଁ ବୁଝାଏ। ଓଡ଼ିଶାରେ ଠିକାଦାରଙ୍କ ସଂଖ୍ୟା ପ୍ରାୟ 1 ଲକ୍ଷ ପାଖାପାଖି ଏବଂ ଏହି 1 ଲକ୍ଷ ଲୋକଙ୍କ ଉପରେ ପ୍ରାୟ 40 ଲକ୍ଷ ଲୋକ ଶ୍ରମିକ ଯେଉଁମାନେ ବିଭିନ୍ନ ଜିନିଷ ସବୁ କରନ୍ତି ସେମାନେ ନିର୍ଭର କରନ୍ତି। ଆଉ ଏଇ 40 ଲକ୍ଷଙ୍କ ଉପରେ ଯେଉଁ 5 ଜଣ ଲୋକ ଯଦି ପରିବାର ଥାଏ ତାହେଲେ 2 କୋଟି ଲୋକ ଓଡ଼ିଆ ଠିକାଦାରଙ୍କ ଉପରେ ନିର୍ଭର କରନ୍ତି। କିନ୍ତୁ ଏସବୁ ଜିନିଷକୁ ଓଡ଼ିଶାର ସରକାର, ଅତୀତ ସରକାର ବି ହୃଦୟଙ୍ଗମ କଲେନି। ବର୍ତ୍ତମାନ ସରକାର ମଧ୍ୟ କୌଣସି ଜିନିଷକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁନାହାନ୍ତି। ଏଇ 2 କୋଟି ଲୋକ ଆଜି ଓଡ଼ିଶା ସରକାରଙ୍କର ଅନ୍ୟାୟ, ଓଡ଼ିଆ ଠିକାଦାରଙ୍କ ପ୍ରତି ଅନ୍ୟାୟ ପାଇଁ ବିପର୍ଯ୍ୟସ୍ତ ଅବସ୍ଥାରେ ଭୋକିଲା ରହିଛନ୍ତି। ଆଜି ଶ୍ରମିକ ଭୋକିଲା ରହିଛି। ଆଜି ଯେଉଁମାନେ ଓଡ଼ିଶା ନିର୍ମାଣ ସହିତ ସମ୍ପୃକ୍ତ ସେମାନେ ଆଜି ଭୋକରେ ଅଛନ୍ତି। ତେଣୁ ଏସବୁ ଜିନିଷର ଓଡ଼ିଆ ଜାତି ପ୍ରତି ଅନ୍ୟାୟ ବିରୁଦ୍ଧରେ ଆଜି ଆମେ ଓଡ଼ିଶାର ଠିକାଦାର ମାନେ ସାରା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସି ଏଠି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏବଂ ଆମେ ସବୁ ଏକତ୍ର ହୋଇଛୁ। କିନ୍ତୁ ଆମର ଏଇ ଯେଉଁ ଚଲାପଥ ସେଥିରେ ଆମେ ସାମ୍ବାଦିକମାନଙ୍କୁ କହିବୁ, ଆମର ପଥକୁ ସୁଗମ କରନ୍ତୁ, ଆମକୁ ସାହାଯ୍ୟ କରନ୍ତୁ, ଯେପରି ସରକାରଙ୍କ ପାଖରେ ଆମର ନିବେଦନ ପହଞ୍ଚିବ, ଆମର ଯେଉଁ ଆତ୍ମଚିତ୍କାର ସେ ଯେମିତି ସରକାରଙ୍କ ପାଖରେ ପହଞ୍ଚିବ ଏବଂ ସରକାର ଆମର ସବୁ ଦୁଃଖ କଷ୍ଟ ଅନୁଭବ କରି ଶୀଘ୍ର ଏଇ ଯେଉଁ ଆମେ ଯେଉଁ ଦାବି ଦେଇଛୁ ସେ ଦାବିକି ସବୁ ଗ୍ରହଣ କରି ଆମକୁ ସାହାଯ୍ୟ କରନ୍ତୁ। ଓଡ଼ିଆ ଜାତିକୁ ରାସ୍ତାରୁ ଉପଯୁକ୍ତ ସ୍ଥାନକୁ ନିଅନ୍ତୁ। ଧନ୍ୟବାଦ।